ପରିଡ଼ା କାଳାସନପୁର ପୂର୍ବତନ ସନ୍ନ୍ୟାସ 2 ଦିନ ତଳେ 12 ତାରିଖରେ ବିଜେଡିର ନାଁ ନେଇକି କିନ୍ତୁ ବିଜେଡିର ପତାକା ନଥିଲା। ପୂର୍ବତନ ବିଧାୟିକା ଏବଂ କିଛି ମାଫିଆ ଗୋଷ୍ଠୀର ଲୋକ ଆସିକାରେ ଗୋଟେ ଗୁଣ୍ଡାର ବାତାବରଣ ସୃଷ୍ଟି କରିବା ପାଇଁ, ଲୋକଙ୍କୁ ଗୋଟେ ଭୟ ଦେଖିବା ପାଇଁ ଗୋଟେ 40-50 ଅସାମାଜିକ ଯୁବକଙ୍କୁ ନେଇ ଗୋଟେ ରାଲି ବାହାର କଲେ ଏବଂ କହିଲେ ଯେ ବିଧାୟକ କୁଆଡେ ଆସିକାରେ ଇଲିଗାଲ ବାଲିଘାଟ ଚଲେଇବେ। ଇଏ କହିବା ଆଗରୁ ବୋଧେ ତାଙ୍କୁ ବୋଧେ ଏ ଯୋଉ ସୋସିଆଲ ମିଡିଆ ହଉ କି ଆପଣମାନଙ୍କ ନ୍ୟୁଜ ଚ୍ୟାନେଲରେ ଏ ଯୋଉ ବକ୍ତବ୍ୟ ଦେବାଟା ତାଙ୍କୁ ବୋଧେ ଠିକ, କିନ୍ତୁ ଏ ଅଞ୍ଚଳବାସୀ ଜାଣିଛନ୍ତି ଯେ ଯୋଉ ମାଫିଆ ଏବଂ ପୂର୍ବତନ ବିଧାୟକଙ୍କ ପୁଅ କଣ ସେ କଥା ଆସିକା ଲୋକ ଗଞ୍ଜାମ ଲୋକ ଜାଣିଛନ୍ତି। ଯେତେବେଳେ 2019ରୁ 2024 ବିଧାୟିକା ଯେତେବେଳେ ଥିଲେ ପୂର୍ବତନ ବିଧାୟିକା, ତାଙ୍କର ପୁଅ ମାଙ୍କର ପାୱାର କି ୟୁଟିଲାଇଜ କରି ତାଙ୍କ ସ୍ତ୍ରୀ ନାଁରେ ଗହଙ୍କୁ ବାଲିଘାଟ କଲେ ଏବଂ ଯୋଉ 5 ବର୍ଷ ରହିଲେ ସେ 5 ବର୍ଷ ଭିତରେ ଡୁପ୍ଲିକେଟ ୱାଇପର ଏବଂ ଯୋଉ ଲାଙ୍ଗିଚୁଟ ଆଟିଚୁଟ ଯୋଉ ପରିସର ଭିତରେ ବାଲି ନେବା କଥା ସେ ପରିସର ଭିତରେ ବାଲି ନ ନେଇ ତାଠୁ ପୂର୍ବକୁ 2 କିଲୋମିଟର, ପଶ୍ଚିମକୁ 2 କିଲୋମିଟର, ଉତ୍ତରକୁ 2 କିଲୋମିଟର, ଦକ୍ଷିଣକୁ 2 କିଲୋମିଟର, ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ। ବର୍ତ୍ତମାନ ଆସିକାର ବିଧାୟକ ସରୋଜ ଭାଇ ଇଏ ହଉଛି ଲୋକଙ୍କର ବିଧାୟକ, ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଏ ହଉଛନ୍ତି ଲୋକଙ୍କ ସରକାର। କୌଣସି ମଧ୍ୟ ବେଆଇନ ଜିନିଷକୁ ଏଠି ପ୍ରଶ୍ରୟ ଦିଆଯିବ ନାହିଁ। ଗୁଣ୍ଡାରାଜ ଏଠି ଚାଲିବ ନାହିଁ। ରାଜ ମାଫିଆ ରାଜକୁ କେବେ ମଧ୍ୟ ଆସିକାର ବିଧାୟକ ସରୋଜ ପାଢୀ ପ୍ରଶ୍ରୟ ଦେଇନାହାନ୍ତି। ତେଣୁ ଏ ଯୋଉ ମାଫିଆ ରାଜ ଏବଂ ପୂର୍ବତନ ବିଧାୟକ ଯୋଉ ଆସିକାରେ ଗୋଟେ ଆତଙ୍କ ରାଜ ସୃଷ୍ଟି କରୁଛନ୍ତି, ଆଇନ ଅଛି ଆଜ୍ଞା। ଯିଏ ଏଠି ଗୁଣ୍ଡାରାଜ କଲା, ଯିଏ ମାଫିଆ ରାଜ କଲା, ତା ପାଇଁ ଆଇନ ନିଶ୍ଚିତ ଭାବରେ ଅଛି। ତେଣୁ ଇଏ ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ସିଏ ବେଆଇନ ବାଲିଘାଟ ଚଲାଉଥିଲେ, ବର୍ତ୍ତମାନ ଚଲାଉଛନ୍ତି। ତାକୁ ବିଧାୟକ ଯେତେବେଳେ ପ୍ରତିରୋଧ କଲେ ଯେ ବିଧାୟକ ଜାଣିଲେ ଏଠି ବେଆଇନ ବାଲି ଯାଉଛି, ଲିଜ ଥିଲେ କଣ ହବ ଆଜ୍ଞା? ଲିଜ ଥିଲେ କଣ ହବ? ସିଏ ତାର ଯେତିକି ପରିସର ଭିତରୁ ତାଠୁ ଅଧିକରେ ଯାଇକି ବାଲି କରୁଛନ୍ତି, ଇଏ ତ ସମ୍ପୂର୍ଣ୍ଣ ବେଆଇନ, ମିସିନ ଲାଗିବା ବେଆଇନ। ଆପଣ ପଚାରି ନିଅନ୍ତୁ ମାଇନିଙ୍କୁ ଯେ 20,000 ସିଏମ ରୁ ମୋ ପାଖରେ ଯାହା ଅବଗତ ଅଛି 20,000 ସିଏମ ଯାହାର ପରମିଶନ ନାହିଁ ସେଠି ମେସିନ ଲାଗିପାରିବ ନାହିଁ, ତ ଇଏ ତ ବେଆଇନ। ସେଥିଲାଗି ବିଧାୟକ ଯେ ତାଙ୍କୁ ବେଆଇନ କାମ ପସନ୍ଦ ନାହିଁ ବିଧାୟକ, ସେଥିପାଇଁ ବନ୍ଦ କରିବା ପାଇଁ ଚେଷ୍ଟା କଲେ। ଚେଷ୍ଟା କରିବା ପରେ ତାଙ୍କର ଯେତେବେଳେ ବେଆଇନ ଜିନିଷ ବନ୍ଦ ହେଇଯାଇଛି, ବ୍ଲାକ୍ ମନି ଯେତେବେଳେ ପାଉଥିଲେ ସେ ଜିନିଷଟା ବନ୍ଦ ହେଇଯାଇଛି, ସେଥିରେ ଅତିଷ୍ଠ ହୋଇ ଗୋଟେ ଲୋକଙ୍କ ଭୟରେ ଗୋଟେ ଆତଙ୍କରାଜ ସୃଷ୍ଟି କରି ଗୁଣ୍ଡାରାଜ ଦେଖେଇ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଇଏ ଗୋଟେ ରାଲି କରି ବିଧାୟକ ଯୋଉ ଉନ୍ନୟନମୂଳକ କାର୍ଯ୍ୟକୁ ସହ୍ୟ ନ କରି ବିଧାୟକକୁ ଆରୋପ ଲଗାଉଛନ୍ତି ଯେ ବିଧାୟକ ସବୁ ଖାଇ ଦଉଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା। ତମେ ଖାଇ ଦଉଥିଲ, ଆସିକାର କଣ କରୁଛ ବିକାଶ? ବିଧାୟକ ଆସିଲା ପରେ ଆପଣ ଦେଖିବେ 2ଟା ବ୍ରିଜ, 2ଟା ବ୍ୟାରେଜ, ଋଷିକୁଲିଆ ବଡ ନଦୀ, ସେଇ ଯୋଉ ଆସିଥିଲେ ମାଫିଆ ମାନେ ବୋଧେ କେନ୍ଦୁପଦା ନିମିନା ପଟୁ ସେଇଠି 3ଟା ବ୍ରିଜ, ରାସ୍ତା ଘାଟ, ସ୍ୱାସ୍ଥ୍ୟ, ବାବରପୁର ମେଡିକାଲ, ଏଇ ଯୋଉ ବିକାଶକୁ ସେମାନେ ସହ୍ୟ କରିପାରୁନାହାନ୍ତି। ସେଥିପାଇଁ ଆଜି ବିଧାୟକ ନାଁରେ ଅପପ୍ରଚାର କରୁଛନ୍ତି। ଯୋଉଟା ବିଧାୟକ ନଜରକୁ ଆସିବ, ଯୋଉଟା ବେଆଇନ ଚାଲିଛି, ଲୋକ ଯେତେବେଳେ ଆଇକି ବିଧାୟକ ଆରୋପ ଲଗାଉଛନ୍ତି ଯେ ଆଜ୍ଞା ଆମର ଏଇଠୁ ବାଲି ଖୋଳିକି ନେଇଯାଉଛନ୍ତି, ନଦୀରେ ପାଣି ଆଇଲା ଆମର ପିଲା ଛୁଆ ଯାଉଛନ୍ତି ଗାଧୋଇବା ପାଇଁ, ସେଠି ବୁଡି ମରିଛି, ଆପଣ କଣ ଆଜ୍ଞା କରନ୍ତୁ। ବିଧାୟକ ଯୋଉଟା ନଜରକୁ ଆସୁଛି ତା ପାଇଁ ବିଧାୟକ ଆକ୍ସନ ନେବେ। ପ୍ରଶାସନ ଯୋଉଟା ନଜରକୁ ଆସିବ ପ୍ରଶାସନ ଆକ୍ସନ ନେବ। ପ୍ରଶାସନ ନାଁରେ ଆଲିଗେସନ ଲଗାଉଛନ୍ତି। ଆପଣ କିଏ ଆଜ୍ଞା ପ୍ରଶାସନ ନାଁରେ ଆଲିଗେସନ ଲଗାଇବା ପାଇଁ? ଆପଣ ତଳ ଦିନ କଥା ଚିନ୍ତା କରନ୍ତୁ, କଣ କରୁଥିଲେ କଣ ନାହିଁ।